ଓହୋ ଭୋକ ଭାରି ଜୋରେ ଗଲାଣି। ଏ ମାଳତୀ ମାଳତୀ ଆଜି କ'ଣ ରାନ୍ଧିଛ? ତମେ ପଚାରୁଛି ପରା କ'ଣ ରାନ୍ଧିଛ? ଏ ଜଡ଼ା ହୁଣ୍ଡା ଭଳିଆ ହାତ କ'ଣ ହଲଉଛ ଖାଲି? ପୁଣି ହଲେଇଲା। ଆରେ ନଟ ତୋ ବୋଉର କ'ଣ ହେଇଛି କିରେ? ତା ଦେହରେ ଡାହାଣୀ ଫାଣି ଲାଗିଥିଲା କ'ଣ? ନା ନା ବାପା କିଛି ଲାଗିନି। ଆଉ ତାହେଲେ ତା ବୋଉ ହାତ ହଲେଇ କ'ଣ ମତେ ଖତେଇ ହଉଛି ନା କ'ଣ? ବାପା ରାଗନି, ସିଏ ତମକୁ ଖତେଇ ହଉନି। ସିଏ କହୁଛି ତାକୁ ଟିକେ ଡାକ୍ତର ପାଖକୁ ନେଇଯାଅ। ଇରେ ଡାକ୍ତର ପାଖକୁ? କାହିଁ ତୋ ବୋଉର କ'ଣ ହେଇଛି କି? ବାପା କଥା କ'ଣ କି, ବୋଉର ଆଜି ଗୋଟେ କିଟି ପାଟି ଥିଲା। ସିଏ ପୁରା ସଜବାଜ ହେଇ ବାହାରିଥିଲା, ହେଲେ ଠିକଣା ସମୟରେ ତାର ଲିପଷ୍ଟିକ୍ଟା ପାଇଲାନି। ତ ମତେ ପଚାରିଲା, ଆରେ ବାପା ନଟ ତୁ ଲିପଷ୍ଟିକ୍ ଦେଖିଛୁ କି? ମୁଁ କହିଲି ହଁ। ଆରେ ସେଠୁ କ'ଣ ହେଲା? ବାପା ଆରେ କହୁନୁ କ'ଣ ହେଲା? ମୁଁ କହୁଛୁ ବାପା ବୋଉ କହିଲା ଲିପଷ୍ଟିକ୍, ହେଲେ ମୋ ପୋଡ଼ା କାନଟାକୁ ଲିପିଟା ଶୁଭିଲାନି, ଖାଲି ଷ୍ଟିକ୍ ଶୁଭିଲା। ତ ମୁଁ ଭାବିଲି କାଲି ନଗଦ ଯେଉଁ ଦୋକାନରୁ ଫେଭିଷ୍ଟିକ୍ଟା ଆଣିଛି ବୋଉ ବୋଧେ ତାରି ବିଷୟରେ କହୁଛି। ଆଉ ତ ମୁଁ ତାକୁ ଫେଭିଷ୍ଟିକ୍ଟା ବଢ଼େଇ ଦେଲି, ଆଉ ସିଏ ତାକୁ ଲିପଷ୍ଟିକ୍ ଭାବି ତା ଓଠରେ ମାଡ଼ିଦେଲା। ଆଉ ତା ପରଠୁ ତା ପାଟିର ସଟର ପଡ଼ିଯାଇଛି। ଆଉ ସିଏ ଖଣ୍ଡଗିରି ମାଙ୍କଡ଼ ଭଳିଆ ଖାଲି ହାତ ଗୁଡ଼ା ହିଁ ହଲଉଛି। ଆରେ ଚଣ୍ଡାଳି ଇଏ କ'ଣ କଲୁ ତୁ? ଆରେ ମୋଦି ଭଳିଆ ଅହର ଗପୁଥିବା ଲୋକଟାକୁ ଶେଷରେ ତୁ ମନମୋହନ ସିଂ କରିଦେଲୁ। ବାପା ମୋର ଭୁଲ ହେଇଯାଉଛି, ମତେ ମାରନି ପ୍ଲିଜ, ଛାଡ଼ିଦିଅ ମତେ, ପ୍ଲିଜ ମତେ ଛାଡ଼ିଦିଅ। ଆରେ ନାଇଁ ବାବା, ଆଜି ପ୍ରଥମ ଥର ତୋ ଜୀବନର ଗୋଟେ ଭଲ କାମ କରିଛୁ। ତୁ କେବଳ ମତେ ନୁହଁ ବରଂ ଆମ ଆଖପାଖ ପଡ଼ିଶା ସମସ୍ତଙ୍କୁ ତୋ ମାଆର ମାଇକ ଭଳିଆ ପାଟିରୁ ବଞ୍ଚେଇ ଦେଇଛୁ। ଆଉ ଏଇ ଖୁସିରେ ଯାରେ ପୁଅ 10 ଟଙ୍କା ନେଇଯା, ବଜାରରୁ ଆଇସ୍କ୍ରିମ୍ ଖାଇଦେଇ ଆସିବୁ ଯା। ଥ୍ୟାଙ୍କ ୟୁ ବାପା, ଥ୍ୟାଙ୍କ ୟୁ।